ମୁଁ ଜଗନ୍ନାଥ ଗଣ୍ଡ ମାରିବାଡ଼ା ଗ୍ରାମବାସୀ ଆମର ଜିଲ୍ଲାପାଳ ସାର୍ ମଝିରେ ଆମ ଗାଁରେ ଶାନ୍ତି ବୈଠକ ପାଇଁ ଆସିଥିଲେ। ସେତେବେଳେ ଆମ ଗାଁ ଲୋକ 42 ଲୋକର ଜମି ଏବେ ଯାଏଁ ଆମେ ଚିହ୍ନଟ ହେଇନି ବୋଲିକି ଆମେ କହିବାରୁ ଏବେ ଯାଏଁ 39 ଲୋକର ଜମି ଚିହ୍ନଟ କରାଯାଇଛି। ଆଉ 3 ଜଣଙ୍କର ଆଉ କିଛି ଦିନ ପରେ ଚିହ୍ନଟ କରିବେ। ଆଉ ଆମେ ବହୁତ ଖୁସି। ଏତେ ଦିନ ହେଲା 2003 ମସିହାରେ ପଟ୍ଟା ପାଇକି ଆମେ ଜମି ଜାଣିପାରୁନଥିଲୁ, ଏବେ ଜାଣିଲୁ। ଆମର ସବ୍ କଲେକ୍ଟର ମ୍ୟାଡ଼ାମକୁ ବହୁତ ବହୁତ ଧନ୍ୟବାଦ। ଆଉ ତହସିଲଦାର ସାର୍ଙ୍କୁ ବି ବହୁତ ବହୁତ ଧନ୍ୟବାଦ। ଆଉ ଆର୍ଏ ସାର୍ ବି ବହୁତ କଷ୍ଟ କରି 3-4 ଦିନ ଆସିକି ଯେଉଁ କାମ କଲେ ତାଙ୍କର ବି ପରିଶ୍ରମ ଏ ଭିତରେ ଅଛି। ବହୁତ ବହୁତ ଧନ୍ୟବାଦ। ଏତିକି କହିକି ମୋର ଇଏ କରୁଛି। ତହସିଲଦାର ମାଲକାନଗିରି ବିଗତ 4 ଦିନ ତଳେ ଜିଲ୍ଲାପାଳ ଯେତେବେଳେ ଆମର ମାରିବାଡ଼ା ଗ୍ରାମରେ ଶାନ୍ତି ପାଇଁ ଆମର ମିଟିଂ କରିଥିଲେ, କିଛି ଗ୍ରାମବାସୀ କହିଲେ ଆମେ ଦୀର୍ଘ 2003 ମସିହାରେ ପଟ୍ଟା ପାଇଥିଲୁ, କିନ୍ତୁ ଆଜି ପର୍ଯ୍ୟନ୍ତ ଦଖଲ ନେଇନଥିଲୁ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆମେ ଆର୍ଆଇଙ୍କୁ ଧରି ଆସି ଜମିଟାକୁ ଡିମାର୍କେସନ୍ କଲୁ। ଡିମାର୍କେସନ୍ କରିସାରିଲା ପରେ ଉପଜିଲ୍ଲାପାଳଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ଆସି ସମସ୍ତଙ୍କୁ 39 ଜଣ ଯେଉଁମାନେ 4 ସେଣ୍ଟ ଲେଖା ଜମି ପାଇଥିଲେ ସେମାନଙ୍କୁ ଆଜି ଦଖଲ ଦେଇ ତାଙ୍କୁ ଜମି ଚିହ୍ନଟ କରିଲୁ।